हम कौन करबे सब घर पूरा भंगा हो जाइए बहु चाली न पारइल बहु चाली न पारइल मोर पाद करू थाए बंगा मोर पाद करू थाए बंगा बिरा बिरा टंगा पाइवा सारे बिरा बिरा टंगा पाइवा सारे मुमाड़ खाई हेली के पा बहु चाली न पारइल बहु चाली न पारइल मोर पाद करू थाए बंगा मोर पाद करू थाए बंगा इरे छोड़ा बंका हो गला बे आ टोटली चलिया अवस्था रे नहीं रामपुरी का मुड़ी टंगा आनी बाबू बाबा खुदिने तहेला मोला गला टंका पेन सोन भताइला कारो खाउथिला किछि नहीं रामपुरी का मुड़ी टंका आनी बाबू बाबा खुदिने तहेला इरे छोड़ा नेता हो गला कौन कर भाई मोला गला टंका पेन सोन भताइला कारो खाउथिला इरे सब खाई देला बे आउ किछि नहीं ना सब खाई देला सब बुढ़ा मुड़ी बाबा को पिटिले गरम पानी रे निशा को छिखिले नक भरी देले गुण लंका बहु चाली न पारइल बहु चाली न पारइल मोर पाद करू थाए बंगा मोर पाद करू थाए बंगा आज्ञा नमस्कार मो ना हूँ झटपात्र मानिबिनी मलमूत्र रागी गले करदेवी छिन छत्र आज्ञा यारी कथा को ता कान रे कही हरी गुणी पेड़ी मिशा कला पर जा मिले पकेट रे भर्ती करवा मोर काम यहीटा मो भोप आसी गई आज्ञा आजिकल का मनीष ये टंका टंका बोली जो हिसाब से दौड़ू केतबे कौटी छेची होगी मरबे तार टिकणा ना किए तो निज छुआ को बिकी दौच आउ किए तो मनीष मारुच आउ किए तो बासण मारुच झील भल मिछ कथा कोई जानी सी राताराति कोटिपति आउ ये प्रताप सिंह ठाकुर शला ये भुजंग बैरागी पाखरे मोर टे कम थिला से आसली आउ हौ देखा ये भुजंग बाबू ये भुजंग बाबू ये मो पाखे टोटाल टाइम नहीं जल्दी पड़े भाई ये भुजंग बाबू जोड़भद्र अबे केते बेले आसिल कि रे केते बेले आसिल हाँ आज्ञा नमस्कार कहीं पर आसिली हेले क्या ये गत 2 दिन आसी देखुच घरे ताला पड़ता कुआड़े जाइतिले कि कथा कौन कि जोड़भद्र मो बा मरी गला परे मो फेड़े प्रताप सिंह ठाकुर मो फौजदार हड्र देखाशुना ठीक से करि पारु नाहांती
ସେଇଥିପାଇଁ ମୋ ଭଣଜାର ଘରେ ଦେଖାଶୁଣା କରିବା ପାଇଁ ଆମେ ସ୍ୱାମୀ ସ୍ତ୍ରୀ ମୋ ଭିଣେଇ ଘରେ ରହିବାକୁ ପଡ଼ୁଛି। କ'ଣ କରିବା କହିଲୁ? ରାମ 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 ରାମ। ତୁମ ଭଉଣୀ ମାନେ ପ୍ରତାପ ସିଂ ଠାକୁରଙ୍କର ସ୍ତ୍ରୀ ମରିଗଲେ, କିନ୍ତୁ ତାଙ୍କର ତ କିଛି ବେମାର ନଥିଲା, ହେଲେ ସେ ମଲେ କେମିତି? ହେଁ, ମୁଁ ବି ଜାଣିପାରୁନି କେମିତି ମଲେ। ଭିଣେଇ କହିଲେ ତାର ହାର୍ଟ ଆଟାକ୍ ହେଇଗଲା, ତେଣୁ ମୋ ବାପା ହଠାତ୍ ମରିଗଲା। ହଁ, ମରିଗଲା। ଏକ ନମ୍ବର ପାଲତୁ କଥା। ଏତେ ବଡ଼ କୋଟିପତିର ସ୍ତ୍ରୀ ପୁଣି ହାର୍ଟ ଆଟାକରେ ମରିଗଲେ? ନା ନା, ଏଥିରେ କିଛି ଗୋଟେ ରହସ୍ୟ ଅଛି ନା? ତମେ କ'ଣ କହିବାକୁ ଯାଅ? କ'ଣ କହିବାକୁ? ଆଜ୍ଞା ଆଜ୍ଞା, କଥାଟା ହେଲା ଇଏ ଧନ ଟଙ୍କାର ତ କିଛି ଅଭାବ ନାହିଁ। ଇଏ ଗୋଟେ ପନ୍ ମାରିଦେଲେ ଏ ହଜାର ହଜାର ଡାକ୍ତର ଆସିଥାନ୍ତେ। ନା, ତମେ ଜାଣିନ ଏଇ 100 କୋଟିପତି ମାନଙ୍କର ଗୋଟାଏ ଖରାପ ଅଭ୍ୟାସ ଅଛି। ଗୋଟାଏ ସ୍ତ୍ରୀରେ ସେମାନେ ସନ୍ତୁଷ୍ଟ ନୁହନ୍ତି, ତେଣୁ ଏ 10-12ଟା ଜାଗାରେ ସେମାନେ ଉକ ପକାନ୍ତି। ଏଇ କଥା ଜାଣି ତୁମ ଭଉଣୀ ପ୍ରତିବାଦ କରିଥିବେ, ତେଣୁ ତାକୁ ମାରିଦେଇଥିବେ। ଆଉ ମୋ କଥା ମୁଁ କେବେ ବିଶ୍ୱାସ କରିପାରିବିନି। ମୋ ଭିଣେଇ କେବେ ମୋ ଭଉଣୀକି ମାରିନଥିବେ। ହରାମଜାଦା, ତୋ କଥା ମୁଁ କେବେ ବିଶ୍ୱାସ କରିପାରିବିନି। ଆଜ୍ଞା ଆଜ୍ଞା, ଯଦି ବିଶ୍ୱାସ କରୁନ ତାହେଲେ ଦେଖିବ ଏ ମାସେ ଭିତରେ ଗୋଟେ ସୁନ୍ଦର ଝିଅକୁ ଆଣି ବାହା ହେଇକି ପଡ଼ିବା। କିନ୍ତୁ ସେ ଦ୍ୱିତୀୟ ବିବାହ କରିବାକୁ ସମ୍ପୂର୍ଣ୍ଣ ମନେ କରିଦେଇଥିଲେ। ଆଉ ତୁ ଖୋଜ ମୋ ଭିଣେଇ ଦ୍ୱିତୀୟ ବିବାହ କରିବେ? ହରାମଜାଦା, ତୋ କଥା କେବେ ବିଶ୍ୱାସ କରିପାରିବିନି। ଏବେ ନୁହ, କେବେ ବି ନୁହ। ମନା କରିଦେଲେ ହେଲେ ବି ମୁଁ କହୁଛି ଆଜ୍ଞା, ତୁମ ଭଉଣୀ ମରିନି, ତାକୁ ମର୍ଡର କରାଯାଇଛି। ଜଡ଼ଭାଦ୍ର, ମୋ ଭଉଣୀକୁ ମର୍ଡର କରାଯାଇଛି। ତୁ କେମିତି ଜାଣିଲୁ? ହଁ, କେମିତି ଜାଣିଲୁ? ତୁ ଯଦି ତୋ କଥା ବିଶ୍ୱାସ ହେଇଥିବ ତାର ପ୍ରମାଣ ଦେଖା, ତାପରେ ମୁଁ ବିଶ୍ୱାସ କରିବି ମୋ ଭଉଣୀକୁ ମର୍ଡର କରାଯାଇଛି। ଅଛି ବା ମୋର ଜଣେ ଦରମ ଭଉଣୀ, ସିଏ ଘରେ ଚାକରାଣୀ ହେଇକି ଥିଲା। ସେ ତୁମ ଭଉଣୀକୁ ମାରିବା ସେ ପରା ନିଜ ଆଖିରେ ଦେଖିଛି। ଆବେ ଡାକବେ, ତୋର ସେ ଧରମ ଭଉଣୀକୁ ଡାକ। ଯଦି କଥା ସତ ହେଇଥିବ ତ ସଖୀ ବଳରେ ପ୍ରତାପ ସିଂ ଠାକୁରକୁ ଫାଶୀ ଖୁଣ୍ଟରେ ଝୁଲେଇବେ। ଆଜ୍ଞା, ମୋ ଧରମ ଭଉଣୀ ବଞ୍ଚିଥିଲେ ସିନା ସିଏ ସାକ୍ଷୀ ଦବ, ତାକୁ ପୁରା ଟକ୍ଟକ ମାରିଦେଲେ। ମୁଁ ବିଦ୍ୟାରଣ କାହିଁ କହୁଛି ଆଜ୍ଞା, ତୁମ ଭଉଣୀ ମରିନି, ତାକୁ ମର୍ଡର କରାଯାଏ। ତୁ ଯେତେ କଥା କହିଲେ ବି ମୁଁ ବିଶ୍ୱାସ କରିପାରିବିନି, କାରଣ ମୋ ଭିଣେଇକୁ ଯେତେ ଭଲ ପାଏ ଆଉ ତୁ କହିଦେବୁ ମୁଁ ସତ ଭାବିବି ନା। ତୁ ହରାମିଟା, ମୋ ଭଉଣୀରେ ମୋ ଭିଣେଇଟାରେ ଏମିତି କଥା କହିବାକୁ କେମିତି ସାହସ କରୁବେ? ମାରିଦେବି ହରାମି। ସତ କଥା କହ, ତା ନହେଲେ ହରାମଜାଦାକୁ ସିଧା ଘରେଇକି ଆଜ୍ଞା ମୁଁ ସତ କହୁଛି ଆଜ୍ଞା। ଶଳା ମୁଁ ଶଳା ମଣିଷ ବଞ୍ଚିଗଲା। ଶଳା ସତ କହିଲି ଯେ ମାଡ଼ ଖାଇଲି। ଆଉ ଏଇ ଦେଖନ୍ତୁ ଆଜ୍ଞା, ଏଇ ଦେଖନ୍ତୁ, ଏଇ ମୋବାଇଲରେ ପୁରା ରେକର୍ଡ କରି ଆଣିଛି। ଏଇ ଦେଖନ୍ତୁ ଆଜ୍ଞା, ଏଇ ଦେଖ। প্রতাপ সিং ঠাকুর, এই ছোট ভদ্র, আমি সতরে ମୋ ଭଉଣୀକି ମାରିଦେଲେ ରେ, ମାରେ ମୋ ଭଉଣୀ ମୋ ଜୀବନ।
ଜୀବନ ମୋ ଭଉଣୀ କେମିତି ଭାବରେ ମାନେ କଲବଲ